ଥରେ ଗୋଟେ ଗଧ ଜଙ୍ଗଲ ରାସ୍ତାରେ ଯିବା ସମୟରେ ଗୋଟେ ବାଘର ଛାଲ ଦେଖିଲା। ଆଉ ସେ ସେଇ ବାଘର ଚମଡ଼ାକୁ ପିନ୍ଧି ନିଜକୁ ବାଘ ଭଳି ଦେଖି ବହୁତ ଖୁସି ହେଇଗଲା। ଆଉ ଛାତି ଫୁଲି ଜଙ୍ଗଲରେ ଚାଲିଲା। ସେଇ ବାଘକୁ ଗୋଟେ ହରିଣ ଦେଖି ଡରି ଦୌଡ଼ି ପଳାଇଲା। ଗୋଟେ ଶୃଗାଳ ବାଘର ଗୋଡ଼ ତଳେ ପଡ଼ି ନିଜ ଜୀବନ ଭିକ୍ଷା କଲା। ଗଧ ଏହା ଦେଖି ବହୁତ ଖୁସି ହେଇଗଲା ଆଉ ଭାବିଲା, ଏବେ ତ ସବୁ ଜୀବଜନ୍ତୁ ମୋତେ ଦେଖି ଡରୁଛନ୍ତି, ମୁଁ ଏ ଜଙ୍ଗଲରେ ରାଜ କରିବି। ଆଉ ବାଘ ଭଳି ଗର୍ଜନ କରିବାକୁ ଚେଷ୍ଟା କଲା। ଯେତେବେଳେ ସେ ଗର୍ଜନ ଆରମ୍ଭ କଲା ସେତେବେଳେ ଆବାଜ ଆସିଲା, ଢେଁଚୁ ଢେଁଚୁ। ବାଘ ବେଶରେ ଗଧର ସ୍ୱର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ସମସ୍ତେ ହସି ଉଠିଲେ, ଆରେ ଦେଖ ଦେଖ, ଏ ତ ଗଧଟା, ଇଏ ବାଘ ଛାଲ ପିନ୍ଧି ଆମକୁ ବୋକା ବନାଉଥିଲା। ଆଉ ଜଙ୍ଗଲରେ ସବୁ ଜୀବଜନ୍ତୁ ମିଶି ଗଧର ସଫ୍ଟୱେର ଡାଉନ କରିଦେଲେ, ପୁଣି ଗଧ ବନେଇଦେଲେ। ଏହି କାହାଣୀର ମାନେ ହେଉଛି, କୌଣସି ସକ୍ସେସଫୁଲ ଲୋକକୁ ଦେଖି ତା ଭଳିଆ ଦେଖାଗଲେ କି ତା ଭଳିଆ ପୋଷାକ ପିନ୍ଧିଲେ ଆପଣ ସଫଳ ହେବେ ନାହିଁ। ଯଦି ଆପଣ ସଫଳ ହେବା ପାଇଁ ଚାହୁଁଛନ୍ତି ତ ତା ଭଳିଆ ପରିଶ୍ରମ କରିବା ପାଇଁ ପଡ଼ିବ, ତା ଭଳିଆ ସାକ୍ରିଫାଇସ୍ କରିବା ପାଇଁ ପଡ଼ିବ, ତା ଭଳିଆ ରାତିଦିନ ଆପଣଙ୍କୁ ଡେଡିକେସନ୍ ସହିତ କାମ କରିବା ପାଇଁ ପଡ଼ିବ। ଦେଲେ ଯାଇ ଆପଣ ସଫଳ ହୋଇପାରିବେ।